मध्यरे गला सत्यरु जन्म हला उत्तम पिलाटार ना कहि देबु भला ए कथाटा कहबा ठीक अछि तू मन देखि टिके सुने रे हां शिवराम साहू सारंकर लेखा आपण मन टिके मन देखि सुनता क्या हौ विजयी वीरवर बड़ा एबे सुना उत्तर विजयी वीरवर बारे मन मगिरा विजयी वीरवर एबे पराशर मुनि नाम मधर विजयी वीरवर वीरवर सुंदर विजयी वीरवर जातिरे थिबर हां जातिरे थिबर माछ धरिबा कुल व्यवसाय हां आउ नौका चालन करिबा तांकर कौलिक वृत्ति दिने थिबर को भीषण झर केउट पुओ को भीषण झर नाव चलेबा पई केउट आउ जाई पल्ले ना ना थिबर जल मध्य को नाव चलेबा पई से जाई परिलेनी हेले नाव चलाई जहा अन्न पांदी नाबरू जते कौड़ी पांती से कौड़ी रे पेट पई आगे अन्न गंडे जुगाड़ हो जाए हेले सेई थिपरर गोटे कन्याटी थिला सेई थिपरर 7 वर्षर गोटे झियोटी थिला सेई झियो रो नाम कोन सत्यवती सेई झियोर नामटा होची सत्यवती बांगरा सत्यवती नै रेबो मूर्ख पिला सत्यवती हां सत्यवती हेले सत्यवती रोलटा कागु दबारी सत्यवती आके देई दे ए पिलाटा को दबा ए मा तू मोर छियो मु तम बापा आगे थिबर पाट मु निजे करबी आउ मो छियो हबो ए बांगिरी छियोटी अच्छा माने तो हो तो सत्यवती मु होची थिबर अच्छा मते जर हां मारी सत्यवती हां बाबा ए मा हां 7 दिन हैला मते जर होची रे मा जर हेउची मु आउ डंगा चलेबा को जाई परुनी नहीं नहीं नौका चालन करि पारुनी मा आमे कोन खाइबा रे छियो बाबा आमे कोन खाइबा बाबा हां मा मो नाव चलेबी 7 वर्षर छियो मोरो हां अरे तू नाव चलै परिबु हां चलै परिबु पारिबी ठीक अछि मा आउ मिनो तते अनुमति दउची जा मा जा हेले आज्ञा विश्व वस्तु को लक्ष्य करंतु सत्यवती केमिति जल मध्यरे नदी मध्यरे नाव चलुछंती गोटे पद लक्ष्य करंतु सत्यवती जल मध्ये नाव बाहुछंती पराशर मुनि नावे तहु बसी छंती सत्यवती जल रे नाव बाहुछंती बापांग ठारू आज्ञा पालन करी सत्यवती नारी जल मध्यरे नदी मध्यरे नौका चालन करिबारे लागिछंती एपटे कूल रे छिरा होइछंती पराशर पाया तू टिके पराशर पाठ करी बोले पिला गाडा ऋषि होइछ पराशर ऋषि एडे छिरा हेले पराशर ऋषि कूल रे छिरा होई नाविक को डाकुछंती हे नाविक तमरो डंगाटी कूल को आना तमरो डंगाटी टिका कूल को आना मु एकुलरु सेकुल को जीबी मु एकुलरु सेकुल को जीबी अरे आनो
ଗୋସାଇଁ ଗୋସାଇଁ ଯାଉଛି ଆପଣ ଟିକେ ଅପେକ୍ଷା କରନ୍ତୁ ଗୋସାଇଁ ମୁଁ ଆପଣଙ୍କ ନିକଟକୁ ଯାଉଛି ଆସନ୍ତୁ ଛତ୍ରିଆବତୀ ଆସନ୍ତୁ। ମୂର୍ଖ ପିଲା ସତ୍ୟବତୀ କଣ ରେ ପୁଅ? ସତ୍ୟବତୀ ସତ୍ୟାବତୀ ହେଲେ ହେ ଋଷିବର ଆପଣ ଏ ନାବରେ ବସନ୍ତୁ। ଠିକ ଅଛି। ଆପଣ ବସନ୍ତୁ ଋଷି, ଆପଣ ବସନ୍ତୁ। ହେଲେ ସତ୍ୟବତୀର ନାବରେ ପରାଶର ଋଷି ବସି ପଡ଼ିଲେ। ଯେତେବେଳେ ବସି ପଡ଼ିଲେ ତାପରେ କଣ ହେଲା ଆଜ୍ଞା? ସତ୍ୟବତୀ ଜଳ ମଧ୍ୟରେ ନାବ ବାହୁଛନ୍ତି, ପରାଶର ମୁନିବର ସେନାବେ ବସିଛନ୍ତି। ବାତେ ଘାତେ ଉଡ଼ିବାରୁ ସୁଛିନ ବସନ, ଯୌବନୀ ମୋହିତ ହୋଇଲେ ତପଧନ। ଏବେ ଶୃଙ୍ଗାର ମାଗିଲେ ସେ ପରାଶର, ବିଜୟୀ ବୀରବର। ଶ୍ରୀରାମର ଉତ୍ତର ବିଜୟୀ ବୀରବର। ନାବଟା ଯେତେବେଳେ ଚଳଉଥିଲେ ସତ୍ୟବତୀ, ଏଇ ସମୟରେ କଣ ହେଲା? ବାତେ ଘାତେ ଉଡ଼ିବାରୁ ସୁଛିନ ବସନ। ବାତ କହିଲେ ପବନ, ଘାତ କହିଲେ ପବନ ଘାତରେ ଉତ୍ତମ ଝିନ ବସ୍ତ୍ର ଉଡ଼ିବାରେ ଲାଗିଲା। ଯେତେବେଳେ ଉତ୍ତମ ଝିନ ବସ୍ତ୍ର ସତ୍ୟବତୀର ଉଡ଼ିବାରେ ଲାଗିଲା, ତାହା ଦେଖି କାମବାଣୀରେ ଦଣ୍ଡିତ ହୋଇଗଲେ ପରାଶର ଋଷି। ନିଜକୁ ସହ୍ୟ କରିପାରିଲେନି, ନିଜକୁ ସହ୍ୟ କରିପାରିଲେନି ପରାଶର ଋଷି। ପରାଶର ଋଷି କଣ କହିଲେ? କଣ? ହେ ସତ୍ୟବତୀ, ହେ ଛତ୍ରିଆବତୀ, ମୁଁ ନିଜକୁ ସହ୍ୟ କରିପାରୁନି। ମୁଁ ନିଜକୁ ସହ୍ୟ କରିପାରୁନି। ଏ ସତ୍ୟବତୀ, ଏ ଛତ୍ରିଆବତୀ, ତମେ ମତେ ପ୍ରେମ ଦାନ ଦିଅ, ତମେ ମତେ ପ୍ରତିଦାନ ଦିଅ, ଶୃଙ୍ଗାର ଦିଅ। ତମର ଜାନୁ ଯୌବନକୁ ଦେଖିଦେଲି, ମୁଁ ଆଉ ସମ୍ଭାଳି ପାରୁନି, ମତେ ଟିକେ ଦିଅ। ମୂର୍ଖ ପିଲା ଗାଲ ଫଟେଇ ଦେବି। କଣଟା ଦେବି? ସମ୍ଭାଳି ପାରୁନି ଋଷି କହିଲେ। ତ ବୋପା କାଳେ ଏକାଥରେ ପରାଶର ଋଷି ଗାଲ ଫଟେଇ ଦେଇରି। ମୁଁ ଏବେ ପିଲାଗାଡା ଋଷି, ଏ ପରାଶର ଋଷି। ଯେତେବେଳେ ପରାଶର ଋଷି କହିଲେ ହେ ସତ୍ୟବତୀ ମତେ ପ୍ରେମ ଦାନ ଦିଅ, ସେତେବେଳେ ସତ୍ୟବତୀ ପୁଣି ଆଜି ପରାଶର ଋଷିକୁ କହୁଛନ୍ତି କଣ ବୋଲି କହିଲେ? ସତ୍ୟବତୀ ବୋଲେ ପୁଣି ଅନ୍ୟାୟ କଥା, ଆକାଶରେ ଚାହୁଁଛନ୍ତି ରେ ପୁଣି ତତ୍ବିତା। ଆକାଶରେ ଚାହୁଁଛନ୍ତି ସବିତା, ପୁଷ୍ପବତୀ ନୁହେଁ ବାଳିକା ମୁହିଁ, ପୁଣି ଅଟଇ ଅବିବାହୀ। ଏଡେ ପାପ ଆଶା ନବଳା ଜ୍ୟୋତି, ଏହା ନ ସହିପାରଇ ଧରତ୍ରୀ। ଏବେ ଧର୍ମ ନାବ ଭାସେ ଜଳ ମନ୍ଥର, ବିଜୟୀ ବୀରବର। ବୀରବର ସୁନ୍ଦର ବିଜୟୀ ବୀରବର। ପରାଶର ଋଷି ଯେତେବେଳେ ପ୍ରେମ ନିବେଦନ ମାଗିଲେ, ଯେତେବେଳେ ପ୍ରୀତିଦାନ ମାଗିଲେ, ସେତେବେଳେ ସତ୍ୟବତୀ କହିଲା ହେ ଋଷି, ହେ ଜ୍ଞାନବନ୍ତ, ହେ ଆଦର୍ଶବାନ, ହେ ଚରିତ୍ରବାନ, ନୀତିଗତି ଆଦର୍ଶକୁ ଆପଣ ଲକ୍ଷ୍ୟ କରନ୍ତି। ହେଲେ ଆପଣ କାହିଁକି ଅନ୍ୟାୟ କଥା କହୁଛନ୍ତି? ଆପଣ କାହିଁକି ଅନ୍ୟାୟ କଥା କହୁଛନ୍ତି ଋଷି? ତମର ମୁଁ ଦେଖିଦେଲି, ତମର ଯୌବନ ଦେଖିଦେଲି, ଜାନୁ ଯୌବନ ଦେଖିଦେଲି, ମୁଁ ଆଉ ସମ୍ଭାଳି ପାରୁନି। ମୂର୍ଖ ପିଲା। ପ୍ରୀତି ସେତେବେଳେ କହିଲେ ଆକାଶରେ ସୂର୍ଯ୍ୟ ଚାହୁଁଛନ୍ତି, ବର୍ତ୍ତମାନ ଦିବସ ହେଇଛି, ମୁଁ ପୁଷ୍ପବତୀ ନୁହଁ, ମୁଁ ଗୋଟେ ଅବଳା। ଆରେ ଗୋଟେ ଅବଳା ସହିତ ଆପଣ କେମିତି ପ୍ରୀତିଦାନ କରିବେ? ଆକାଶରେ ସୂର୍ଯ୍ୟ ଚାହୁଁଛନ୍ତି, ଧର୍ମର ନାବ ଜଳରେ ଭାସୁଛି, ଧର୍ମର ନାବ ଜଳରେ ଭାସୁଛି। ଆପଣ କାହିଁକି ଅନ୍ୟାୟ କଲେ ଋଷି? ଆପଣ କାହିଁକି ଅନ୍ୟାୟ କଲେ? ସେତେବେଳେ ଆକାଶରେ ସୂର୍ଯ୍ୟ ଅଛନ୍ତି ବୋଲି କହିଲେ।
ସେତେବେଳେ ଋଷି କଣ କରୁଛନ୍ତି ଆଜ୍ଞା? କଣ? ଆଉ ଗୋଟେ ପଦ ଶିବରାମ ସାହୁ ଲେଖୁଛନ୍ତି, ଟିକେ ଲକ୍ଷ୍ୟ କରନ୍ତୁ। ଆଜ୍ଞା ନବ ବୋଲି ଯହୁ କଲେ ବାରଣ, ନବ ବୋଲି ଯହୁ କଲେ ବାରଣ, କୁହୁଡ଼ି ଜାତ କଲେ ହେ ମୁନି ତତକ୍ଷଣ। ନାବରେ ଯେତେବେଳେ ବାରଣ କଲେ, ମନା କଲେ ପ୍ରେମ ନିବେଦନ ପାଇଁ, ସେତେବେଳେ ପରାଶର ଋଷି କଣ କଲେ? ମନ୍ତ୍ର ବଳରେ ଚତୁର୍ଦିଗ କୁହୁଡ଼ି କରିଦେଲେ। ମନ୍ତ୍ର ବଳରେ ଚାରିଆଡେ କୁହୁଡ଼ି କରିଦେଲେ, ଚାରିଆଡେ କୁହୁଡ଼ି ହେଇଗଲା। ବୁଝିଲେ? ନାବ ବୋଲି ଯହୁ କଲେ ବାରଣ, କୁଟୀର ଜାତ କଲେ ମୁନି ତତକ୍ଷଣ। ଆଜ୍ଞା ନାବରେ ପ୍ରେମ ନିବେଦନ ପାଇଁ ଯେତେବେଳେ ମନା କଲେ ବା ନାହିଁ କଲେ, ସେତେବେଳେ ଗୋଟେ କୁଟୀର ନିର୍ମାଣ କଲେ, ଗୋଟିଏ କୁଟୀର ନିର୍ମାଣ କଲେ। ହେଲେ ଦିବସ ହେଇଛି, ଦିନ ହେଇଛି, ଦିବସ ହେଇଥିବା ସମୟରେ ଋଷି କଣ କଲେ? କଣ? ଆଜ୍ଞା କୁହୁଡ଼ି ଜାତ କଲେ ମୁନି ତତକ୍ଷଣ, ଅନ୍ଧାର ଘୋଟି ଆସିଲା ସତ୍ୱର, ଆନନ୍ଦେ ଧରିରେ ସତ୍ୟାବତୀ କର। ଏବେ କିପରି ସହିତ କଲେ ଶୃଙ୍ଗାର, ବିଜୟୀ ବୀରବର। ଶ୍ରୀରାମର ସୁନ୍ଦର ହେ ବିଜୟୀ ବୀରବର। ନାବ ହୋଇଛି ବୋଲି ନାବରେ ଶୃଙ୍ଗାର କରିବା ପାଇଁ ମନା କଲେ ଯେତେବେଳେ, ସେତେବେଳେ ଗୋଟେ କୁଟୀର ରଚନା କଲେ, କୁଟୀର ଗୋଟେ ନାବରେ ଗୋଟେ ଘର ତିଆରି କରିଦେଲେ। ବୁଝିଲେ? ହେଲେ ଦିନ ହୋଇଛି ବୋଲି ଚାରିଆଡେ କୁହୁଡ଼ି କରିଦେଲେ। ସେଇ ଦିନଠୁ ଆମର କଳିଯୁଗରେ ପରାଶର ଋଷିଙ୍କ ପାଇଁ ବର୍ତ୍ତମାନ କୁହୁଡ଼ି ହେଇଛି। ପରାଶର ଋଷିଙ୍କ ପାଇଁ ବର୍ତ୍ତମାନ କୁହୁଡ଼ି ହେଇଛି। ହେଲେ ଚାରିଆଡେ ଅନ୍ଧାର ହେଇଗଲା। ଆଉ ସତ୍ୟବତୀକୁ ପ୍ରେମ ନିବେଦନ ମାଗିଲେ। ସତ୍ୟବତୀକୁ ପରାଶର ଋଷି କହିଲେ ପ୍ରେମ ନିବେଦନ ଦିଅ ସତ୍ୟବତୀ, ଆରେ ପ୍ରେମ ନିବେଦନ ଦିଅ। ସେତେବେଳେ ପରାଶର ଋଷିଙ୍କୁ ସତ୍ୟବତୀ ଆଉ ପଦେ କହୁଛି। ପରାଶର ଋଷିଙ୍କୁ ସତ୍ୟବତୀ କଣ କହୁଛି ଆଜ୍ଞା? ଲକ୍ଷ୍ୟ କରନ୍ତୁ। ସତ୍ୟବତୀ ବୋଲେ ପରା ଜାତିରେ ମୁହୀନ, ଦିବାନିଶି ବୋଲି ପୁଡ଼ି ମାରୁ ଅଛି ବିଲ। सत्यवती कहूची, हे पराशर ऋषि, हे ज्ञानवंत, हे महर्षि, आपण केते बड़ अन्याय, केते बड़ निंदा, केते बड़ अपमान दउछंती मते 7 वर्षर झियो को। आज मु गोटे हीन जाति, 7 वर्ष मु गोटे धिबरी, मु गोटे धिबरी, माछ धरिबा मो कुल बेउसा, मो कौलिक वृत्ति होची माछ धरिबा। ए शरीरटा दुर्गंध होची, ए शरीरटा दुर्गंध होची। सेतेबेले कौन कले ऋषि? आज्ञा सत्यवती बोले जाति रे हीन, दिबानिशि बोली मारुछि मीन। एबे दुर्गंध हेउछि मोर शरीर, विजयी वीरवर, वीरवर सुंदर विजयी वीरवर। जेतेबेले धिपरी कहिले मु जाति रे हीन, सत्यवती धीर माछ धरिबा मो कुल बेउसा, माछ मारी मारी शरीर बसन दुर्गंध होउची, आमिष बासना होउची। हे उडु उडु आमिष बासना जेतेले एमिति कहिले सत्यवती पराशर ऋषि को कहिले मोर शरीर दुर्गंध होउची,
ମାଛ ମାରିବାରେ ଶରୀର ଆଜି ଅସନା ଲାଗୁଛି। ଋଷି ଆପଣ ଏତେ ବଡ ଜ୍ଞାନ ସୃଷ୍ଟି ହୋଇ ଏ ସତ୍ୟବତୀକୁ ପ୍ରେମ ନିବେଦନ ମାଗୁଛନ୍ତି ନା ଋଷି? ଆରେ ନା ଏ ସେତେବେଳେ ପରାଶର ଋଷି କଣ କଲେ? ମନ୍ତ୍ରୀ ଛିଞ୍ଜିଲେ ପୁଣି ଯେ କମଣ୍ଡଳୁ ବାରି ଅତି ରୂପବତୀ ପୁଣି ହୋଇଲା ଧିବରୀ। ଅତି ରୂପବତୀ ହେଲା ଧିବରୀ ସୁବାସ ହୋଇଲା ଶରୀର ଗୋଟି ଯୋଜନ ବୃନ୍ଦ ବାସ ଚହଟି ଯୋଜନୀ ଗନ୍ଧା ନାମ ତାକୁ ଦେଲେ ସାଗରେ ଋଷି କୋଳେ ବସାଇଲେ ଏବେ ଧିବରୀ ସହିତ କଲେ ଶୃଙ୍ଗାର ବିଜୟୀ ବୀରବର ବୀରବର ସୁନ୍ଦର ବିଜୟୀ ବୀରବର। ସତ୍ୟବତୀ ଯେତେବେଳେ ଦୁର୍ଗନ୍ଧ ଶରୀର ହେଉଛି ବୋଲି କହିଲେ, ଆମିଷ ବାସ୍ନା ହେଉଛି ବୋଲି କହିଲେ, ମନ୍ତ୍ର ଛିଞ୍ଚନ କରି ଯେତେବେଳେ ଜଳ ଛିଞ୍ଚନ କରିଦେଲେ, କମଣ୍ଡଳରୁ ଜଳ ଯେତେବେଳେ ଛିଞ୍ଚନ କରିଦେଲେ, ଆଜ୍ଞା ସେ ଦୁର୍ଗନ୍ଧ କୁଆଡେ ଚାଲିଗଲା? ଦୁର୍ଗନ୍ଧ କୁଆଡେ ଚାଲିଗଲା? ତାର ଶରୀର କର୍ପୂର ବାସ୍ନା ହେଲା, ତା ଶରୀରଟା କର୍ପୂର ବାସ୍ନା ହେଲା। ଯୋଜନ ଯୋଜନ ପର୍ଯ୍ୟନ୍ତ ବାସଟା ଚହଟିଲା, ଯୋଜନ ଯୋଜନ ପର୍ଯ୍ୟନ୍ତ ବାସଟା ଚହଟିଲା। ତେଣୁକରି ନାମଟା କଣ ଦେଲେ? ଯୋଜନ ଗନ୍ଧା। ଯୋଜନ ଗନ୍ଧା ନାମ ଦେଲେ, ତାକୁ ସାଦରେ କୋଳେ ବସାଇଲେ। ହେ ସତ୍ୟବତୀ ପ୍ରେମ ନିବେଦନ ଦିଅ। ଆଜ୍ଞା 7 ବର୍ଷର ଝିଅଟା ହେଇଥିଲା, ସାଙ୍ଗେ ସାଙ୍ଗେ ମନ୍ତ୍ର ବଳରେ ତାକୁ ଗୋଟେ 16 ବର୍ଷର ଯୁବତୀ କରିଦେଲେ। 16 ବର୍ଷର ଯୁବତୀ କରିଦେଲେ। ଯୌବନ ଶରୀରରେ ନଥିଲା, ଅବଳା ବୋଲି କହୁଥିଲେ, ତାଙ୍କ ଶରୀରରେ ଯୌବନ ବଢିଦେଲେ। ମୂର୍ଖ ପିଲା ଦିଣ୍ଡା ବୋଲି କିନି କହୁଥିଲି? ମୂର୍ଖ ପିଲା 16 ବର୍ଷର ଯୁବତୀ ହେଲେ ତାଙ୍କ ଶରୀରରେ ଯୌବନ ନାହିଁ, ତା ସହିତ ଶରୀରରେ ଯୌବନ ଭରି କରି ଯୌବନ ଅର୍ପଣ କରି ତା ସହିତ ଶୃଙ୍ଗାର କଲେ। ଯେତେବେଳେ ଶୃଙ୍ଗାର କଲେ ସେଇ ସମୟରେ କଣ ହେଲା ଆଜ୍ଞା? ସେଇ ରଜ ବିର୍ଜୁ ବ୍ୟାସ ଜନମ କୈବତୀ ପୁତ୍ର ପୁଣି ସେହୁତ ବଧନ। ଆରେ ତୁମର ଗୋସେଇ ବାପ ବ୍ୟାସ ଡନ୍ଦି କିମ୍ବା ନାସ୍ତି କରୁଅଛ କିରଟି। ଆଜ୍ଞା ଅବିବାହୀ ହରଣରୁ ଉତ୍ପତ୍ତି ଏବେ ଶିବରାମ କହି ଭାରତ ସାର ବିଜୟୀ ବୀରବର ବୀରବର ସୁନ୍ଦର ବିଜୟୀ। एकानी मिलना सेकानी मिलना तो माँ को किए मझे कला उल्टे की धरे। हाँ तो माँ को किए मझे कला। तो माँ नहीं, मो माँ नहीं, आज्ञा को माँ नहीं, संतोष भाई को माँ नहीं। हे यारा यार सुनी सेटा अर्जुनंकर पणिगु सीमा, अर्जुनंकर पणिगु सीमा नाटा होती सत्यावती। सत्यावती को नाम मध्यरे ज्ञान श्रेष्ठ पराशर ऋषि पराशर ऋषि जेतेले शृंगार करिथिले गोटे गुणमान पुଅ जन्म ହେଇଥିଲା। गुणमान गुणमान पुଅ होचନ୍ତି व्यास, जे कि 18 खंड महाभारत लिखिथिले। अरे गणेश व्यास कहूथिले, गणेश लिखुथिले, सेई व्यास देव जन्म ହେଇଛି ହେଲା काई दे कुड़ी। अरे मामू राती पाइरे देला होनी रे ए बैग दे रे बो। हाय रे मामू मु जति कोड़ो रान जति न दे बरी मो भौ को जागी तमा मागु ना
ମୋ ବୋଉ ତାମୁତି ଦେଇ ପକାया ଏ ତୋ ବୋଉ କାଇଁ ମାଗିରେ ପଇସା ଥପଡେ अरे तंडाला पिला छेली गोत्रिया पिला मूर्ख पिला तो बो काई मागी रे तू दे आउरे मामू नहल लोंडा कर देबी कि तम पसंद मो पाखरे अछि कहि देले केन सुजी जनी रे मो प्रश्न अछि हां ठीक कथा मो प्रश्न आकाश रे कहिया चिलिका रे माछ कोठे बंधु एडा को एडा रे मामू तोर ले रसुण काट देई एडा हां एडा हो आंबला हंड्रे बंधु अरे तंडाला पिला आंबला हंड्रे केमदी बंधु आकाश रे कहि रहला गछ ऊपर चिलिका रे माछ रहला पानी भितरे मामू गोपालपुर रो गां गइला रो 4 दिन की 5 दिन हबो झोलर रो गोपालपुर रो झोलरी आइला रो 4-5 दिन हबो 4-5 दिन हे दियो छच्ची हेगी रायो काबला माछ रहे कि रे मामू हां जो गाड़ी रे छच्ची आइला रो कुत्ती हे जातियो हे जाइछो केते तेतुली पानी दिए देई दउना देई देले माछड़ा के इंडिया के खड्डा हे गिरा करो अच्छा तेरु करी बंधुटा आंबला हंड्रे बंधु हेलो छियो तमरो बंधुटा कोन आंबला हंडी रे ना